শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত তৃতীয় স্কন্ধ ত্রিংশোऽধ্যায়। দেহ কଳତ୍ର পুତ୍ର ଆଦି ଏହାଙ୍କୁ ପୋଷିଣ ବୁଦ୍ଧି ଲୋଭେ ତାମସୀ ଅଧୋଗତି। 30 ଅଧ୍ୟାୟରେ ବର୍ଣ୍ଣନ୍ତି। ଶ୍ରୀ ଭଗବାନ ଉବାଚ କହନ୍ତି ପ୍ରଭୁ ଭଗବାନ ଭୂମାତ ହୁଅ ସାବଧାନ। ସେ କାଳ ପୁରୁଷ ପୁରାଣ ସେ ପୁଣି ଅତି ବଳବାନ। ସେ କାଳ ପରାକ୍ରମ ଯେତେ ମୁଁ କହିପାରିବଇଁ କେତେ। ଏ ଯେତେ ଜୀବ ଲୋକେ ଛନ୍ତି ତା ଗତି କେହି ନ ଜାଣନ୍ତି। ସେ କାଳ ସକଳ ନାଶଇ ଏଣୁ ତା ଗତି କେ ଜାଣଇ। ଏ ଚରାଚର ଦେହଧାରୀ ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି ସକଳ କରଇ ଭକ୍ଷଣ। କ୍ରୋଧାର୍ତେ ଯେ ସନେ କୃପଣ ଯେହ୍ନେ ସମୀର ବଳିୟାର ଜିମୁତ କରଇ ସଞ୍ଚାର। ସେ ଘନ ତା ଗତି ନ ଜାଣେ ତେସନେ ହୋଇ ଜୀବ ଗଣେ। କାଳର ଗତି ନ ଜାଣନ୍ତି ସେ କାଳ ବଳେ ଭ୍ରମଥାନ୍ତି। ଏ ଜୀବ ସୁଖ ଭୋଗ ପାଇଁ ଅର୍ଥ ଉପାର୍ଜନେ ଭ୍ରମଇ। ବିବିଧ ଦୁଃଖେ ତା ସଞ୍ଚଇ ସେ ଅର୍ଥ କାଳ ଯେ ହରଇ। ତ୍ରିଲୋକ ଶୋଚେ ଯାହା ପାଇଁ ସେ ଅର୍ଥ କାଳ ବିନାଶଇ। ସେ କାଳ ଅତି ବଳିୟାର କେ ଜାଣି ପାରେ ଗତି ତାର। ସୂକ୍ଷ୍ମ ସ୍ୱରୂପେ ବିହରଇ ମନ ବଚନେ ଭେଦ ନହି। କୃଷକ ଜନ ପ୍ରାୟ ହୋଇ ସଂସାର ପାଳି ବିନାଶଇ। ସେ କାଳ ମୁଖ୍ୟ ଜୀବ ରହି ନାନା ବିବାଦେ ହିଂସା ବହି। କରନ୍ତି ନାନା ଛନ୍ଦ ମାୟା ହୃଦେ ନ ବସେ ଜୀବେ ଦୟା। ନିର୍ଦ୍ଦୟ ଭାବେ ମୂଢ଼ପଣେ କାଳ ଗରା ସେ ପୁଣ୍ୟହୀନେ। ତାହାର ନାହିଁ ପକ୍ଷାପକ୍ଷ ସକଳ କରଇ ସେ ଭକ୍ଷ। ଏ ଜୀବ ଅତି ମତିହୀନ ଅର୍ଥ ସଞ୍ଚଇ ପ୍ରତିଦିନ। ଯେ ଅର୍ଥେ ମୃତ୍ୟୁ ଉପଗତ ନ ଜାଣେ ଏ ମୂଢ଼ ପଣ୍ଡିତ। ଅନିତ୍ୟ ଦେହ ନ ବୁଝଇ ବ୍ୟାପାର କରେ ସୁଖ ସହି। ଗୃହ କଳତ୍ର ଧନ ଆଦି ଏଣେ କରଇ ନିତ୍ୟ ବୁଦ୍ଧି। ଏ ଦେହ ସୁତ ଦ୍ୱାରା ମୋହେ ମୋହର ବୋଲି ନିତ୍ୟ କହେ। ଏ ମାୟା ମୋହେ ପଡ଼ିଅଛି ଏଣୁ ଏ ନ ବୁଝଇ କିଛି। ସଂସାର ମଧ୍ୟ ଜୀବ ମାନେ ନିରତେ ଭ୍ରମନ୍ତି ଅଜ୍ଞାନେ। ଯାବତ ଯୋନିରେ ଭ୍ରମନ୍ତି ସର୍ବତ୍ର ଫୁଟିଣ ମରନ୍ତି। ଏ ଘୋର ଦୁଃଖ ସୁଖ ମଣେ ବୈରାଗ୍ୟ ନ ଜନ୍ମେ ଅଜ୍ଞାନେ। ଯେବେ ନରକେ କୀଟ ହୋଇ ଅତ୍ୟନ୍ତ ସୁଖ ତା ମଣଇ। କରଇ ନରକ ଆହାର ତଥାପି ଦୁଃଖ ନୋହେ ତାର। ସେ ଦେହ ତ୍ୟାଗ ନ ଇଚ୍ଛଇ ଅଜ୍ଞାନ ମୋହେ ସ୍ନେହ ବହି। ଦେହ କଳତ୍ର ସୁତ ଘର ପଶୁ ଇତ୍ୟାଦି ବନ୍ଧୁ ମୋର। ମନକୁ ଏଣେ ଦୃଢ଼ କରେ ସୁଖ ମଣଇ ଦୁଃଖ ଘରେ। ମଣଇ କୃତାର୍ଥ ହୋଇଲି ଅନେକ ସୁଖ ମୁଁ ପାଇଲି। ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ କେ ଅଛି ମୋ ସମ ମହତ। ତହିଁରେ ଯେତେ ଦୁଃଖ ହୁଏ ନ ବୁଝେ ପଡ଼ି ମାୟା ମୋହେ। ତାଙ୍କ ପୋଷଣେ ଚିନ୍ତା କରେ
ଦଗଧି ମରେ ଦୁଃଖ ଘୋରେ କ୍ଷଣ ନ ପାରେ ଗୃହେ ରହି ବାଣିଜ୍ୟ ନାବ ପ୍ରାୟ ହୋଇ করে দূরিত কর্মমান কুটুম্ব অর্থে অভাগীন অসতী দুষ্টা নারী ঘরে বিবিধ ছন্দ মায়া করে তার বসরে নিত্য থাই সেবক জন প্রায় হই তা বাক্য শুনি তোষ মনে লঙ্ঘি ন পারে রাত্র দিনে নয়ন থাউ এ দেখই অন্ধ জলকা প্রায় হই সে মন ইন্দ্রিয় হারিণী তার সন্তোষে নিত্য প্রাণী সে নারী সঙ্গে বিহরই নিশিদি বসে মন দেই নরক বলি তাকু কহি ত্রিসঙ্গ ভোগ সুখ যেহি ଏହା ନ ଜାଣି ମୂଢ଼ ପ୍ରାଣୀ ଦୁଃଖକୁ ସୁଖ ପରିମାଣି ବାଳକ କୋମଳ ବଚନ ତା ଶୁଣି ଅତି ତୋଷ ମନ ସେ ବାଳ ଗାବନ୍ତେଣ ଗୀତ ତହିଁ ଅର୍ପିତ କରେ ଚିତ ଏ ସର୍ବ ସୁଖ କରି ମଣେ ଯେହି ତ ଅଜ୍ଞାନେ ନ ଜାଣେ ଏ ଗୃହ ଅତି କୂଟ ଧର୍ମ କରାଏ ଅତି ଛନ୍ଦ କର୍ମ କେବଳ ଦୁଃଖର ଏ ମୂଳ ତହିଁ ପଡ଼ିଣ ସେ ବ୍ୟାକୁଳ ସେ ଦୁଃଖ ପ୍ରତିକାର ପାଇଁ ନାନା ବ୍ୟାପାରେ ଦୁଃଖେ ଧାଇଁ ସେ ଦୁଃଖ ଅତି ସୁଖ ମଣେ କେବଳ ମୋହେ ନ ପ୍ରମାଣେ କୁଟୁମ୍ବ ପୋଷଣରେ ଥାଇ ବହୁତ ଧନ ଉପୁଜାଇ ବହୁତ ହିଂସା କର୍ମ କରେ ଅର୍ଥ ଅର୍ଜନେ ନିରନ୍ତରେ ତାହାଙ୍କୁ ପୋଷି ଦୁଃଖେ ନିତେ ନରକ ଭୁଞ୍ଜେ ଦେହ ଅନ୍ତେ ଅନ୍ତେ ସେ ଲଭେ ଅଧୋଗତି ଏହା ନ ବୁଝେ ମୂଢ଼ମତି ଜୀବିକା ଦୈବ ସଂଯୋଗେ ବିନଷ୍ଟ ହେଲେ କର୍ମ ଯୋଗେ ପୁଣି ଜୀବିକା ଆରମ୍ଭଇ ସେହି ଯଦ୍ୟପି ନାଶ ଯାଇ ପୁଣି ଆରମ୍ଭେ ବାରମ୍ବାର କୁଟୁମ୍ବ ଅର୍ଥେ ମୂଢ଼ନର ସମର୍ଥପଣ ଥିବା ଯାଏ ତାବତ କରଇ ଉପାଏ ତହୁଁ ହୋଇଲେ ଅସମର୍ଥ ଲୋଭେ ଚିନ୍ତଇ ପରବିତ ଲୋଭ ବଢ଼ାଇ ପରଧନେ ନରକ ଭୟକୁ ନ ମାନେ ନିନ୍ଦିତ କର୍ମେ ହରେ ଦିନ କୁଟୁମ୍ବ ଅର୍ଥେ ମୂଢ଼ ଜନ କେବଳ ମନ୍ଦ ଭାଗ୍ୟ ହୋଇ କୁଟୁମ୍ବ ପୋଷି ନ ପାରଇ ଏଣୁ ହରଇ ପରଧନ ନାଶଇ ପୂର୍ବ ଜନ୍ମ ପୁଣ୍ୟ ଦରିଦ୍ର ଜୀବନେ ବଞ୍ଚଇ ନାନା ପଦ ପୀଡ଼ା ପାଇ ବୃଥା ଉଦ୍ୟମେ ଫୁଟି ରହେ ଆଉ ସମ୍ପଦ କେବେ ନୋହେ ସର୍ବଦା ହୁଅଇ କୃପଣ କରଇ ନିତ୍ୟ ଅର୍ଥ ଧ୍ୟାନ ଅର୍ଥ ବିହୀନେ ଚିନ୍ତାକୁଳ ଶରୀର ଦୁଃଖେ ତା ନିର୍ବଳ ଶ୍ୱାସ ଉଠଇ ନିରନ୍ତର ଏମନ୍ତେ ନାଶଇ ଶରୀର ଅତ୍ୟନ୍ତ ବୁଦ୍ଧ ଭାବ ପାଇ କୁଟୁମ୍ବ ପୋଷି ନ ପାରଇ ସାମର୍ଥ୍ୟହୀନେ ନିଜ ଘରେ ବଞ୍ଚଇ ଅତିଥି ବ୍ୟବହାରେ ତାହାକୁ କେହି ନ ଗଣନ୍ତି ନାନା ବଚନେ ଗାଳି ଦିଅନ୍ତି ବନ୍ଦୀ ଚଉରର ପ୍ରାୟ ହୋଇ ପ୍ରାଭବ ଭର୍ସନା ସହଇ କିଛି ନ ପାରେ ତୁଣ୍ଡେ କହି ଅନ୍ତରେ ଅପମାନ ବହି ଦାରାତ ନୟ ଆଦି ଯେତେ ଆଦର ଛାଡ଼ନ୍ତି ତୁରିତେ ଯେ ବାଦର ପୂର୍ବେ ଥିଲା ସେ ପୂର୍ବ ସ୍ନେହ ସବୁ ଗଲା ତାହାକୁ ଜ୍ଞାନୀ ବନ୍ଧୁ ଜନେ ଦୂରେ ତେଜନ୍ତି ଦୁଃଖ ମନେ ଯେହ୍ନେ କୃଷକ ବୃଦ୍ଧ ଗାବେ ମାରିତେ ଯନ୍ତି ଅନ୍ୟ ଠାବେ ତେସନେ ଦାରାଦି ସକଳ ବୃଦ୍ଧଙ୍କୁ ନ ସେବନ୍ତି ହେଳେ ତଥାପି ସ୍ନେହ ନ ଛାଡ଼ଇ
ଗୃହାଦି ବାରତା ପୁଛଇ ତଥାପି ଦୟା ନ କରନ୍ତି ନିଷ୍ଠୁର ବାକ୍ୟ ଗାଳି ଦିଅନ୍ତି ତେବେ ନ ଛାଡ଼େ ସ୍ନେହମତି ମରଣ ନିକଟ ହୋଇଲା ବୈରାଗ୍ୟ କେବେ ନ ସ୍ଫୁରିଲା କର୍ମ ଆୟତେ ଦେବା ପାଇ ସନ୍ତୋଷ ନୁହେଁ ତାହା ଖାଇ ଭୁଞ୍ଜଇ ଗୃହାନ୍ତରେ ଯାଇ ଶଙ୍କିତେ ଶ୍ୱାନ ପ୍ରାୟ ହୋଇ ଚିନ୍ତା ପ୍ରଜ୍ୱରେ ଦୁଃଖ ମନ ରୋଗ ବଢ଼ଇ ପ୍ରତିଦିନ ଦିନକୁ ଦିନ ତନୁ କ୍ଷୀଣ ଯେ ସନେ ପୁରୁଣା ବସନ ଗୃହ ବାହାରେ ଆସି ରହେ କଫନିବାରେ ଶକ୍ତି ନୁହେଁ କଫେ ପୂରିତ ନାଡ଼ୀମାନ ଶ୍ୱାସନ ଚଳଇ ସମାନ ଯେଣୁ ପବନ ମନ୍ଦ ହୋଇ ବଚନ ନ ପାରଇ କହି ସର୍ବଦା ଉଠେ କାଶ ଶ୍ୱାସ ଏଣିଲ ବହି ବହୁ କ୍ଲେଶ କଣ୍ଠ ହୁଅଇ ଘୁର ଘୁର ବଚନ ନୁହଁଇ ବାହାର ପ୍ରାଣ ହୁଅଇ କଣ୍ଠ ତଟ ଜୀବନ ହୋଏ ଛଟପଟ କାନ୍ଦଇ ବନ୍ଧୁ ମୁଖ ଚାହିଁ ବଦନୁ ବାକ୍ୟ ନ ସ୍ଫୁରଇ ଚିନ୍ତଇ କି ରୂପେ ମରିବି କାହିଁ କେବଣ ମାର୍ଗେ ଯିବି ମୋର ମରଣେ ପୁତ୍ର ନାରୀ କେମନ୍ତେ ଥିବେ ଗୃହ କରି ଦୁଃଖେ ସଞ୍ଚିଲି ଯେତେ ଧନ ମୁଁ ମଲେ ଏହା ନେବେ ଆନ ଏ ଯେ ହୋଇବେ ଅରକ୍ଷିତ ଏଣୁ ବ୍ୟାକୁଳ ହୁଏ ଚିତ ଭିତରେ ଆକୁଳେ କାନ୍ଦଇ ତା ମନ କେହି ନ ଜାଣଇ ବାଲି ଶଯ୍ୟାରେ ଶୋଇ ଦେଇ ବନ୍ଧୁ ବାନ୍ଧବେ ବେଢ଼ି ତହିଁ ସକଳେ କରନ୍ତି ରୋଦନ ଶ୍ରବଣେ ଡାକନ୍ତି ସଘନ ହେତା ତ ବୋଲି କେ ଡାକଇ ତା ଗୁଣ ଭାଳି କେ ରୋଦଇ କେହୁ ଡାକନ୍ତି ପୁତ୍ର ଭାଇ ଭାରି ଯା ଡାକେ ହେ ଗୋସାଇଁ ନାନା ପ୍ରକାରେ ସେ ରୋଦନ୍ତି ତା ଦୁଃଖ କେହି ନ ଘେନନ୍ତି ସେ କାଳ ପାଶେ ବନ୍ଦୀ ହୋଇ କିଞ୍ଚିତ ବାକ୍ୟ ନ ଭାଷଇ ପୀଡ଼ିତ ମୃତ୍ୟୁ ଦୁଃଖ ଘୋରେ କୁଟୁମ୍ବ ଭରଣ ବ୍ୟାପାରେ ଶୁଣ ଜନନୀ ଏକ ଚିତେ ସଂସାର ଦୁଃଖ ସୁଖ ଏତେ ମନ ନିବିଷ୍ଟ ତହିଁ କଲା ଇନ୍ଦ୍ରିୟ ଜିଣି ନ ପାରିଲା ତେଣୁ ହୋଇଲା ମୃତ୍ୟୁ ତାର ଏ ଦଣ୍ଡ ଅତି ଭୟଙ୍କର ତଦନ୍ତେ ଯମଦୂତ ଘେନି ଆସନ୍ତି ଦଣ୍ଡ ପାଶ ଘେନି ପାପୀଙ୍କି ଘେନି ଯିବା ପାଇଁ ସକ୍ରୋଧ ନୟନେ ଅନାଇ ତାଙ୍କୁ ଦେଖନ୍ତି ପାପୀ ଜନ ହୃଦୟ ଭये କମ୍ପମାନ ବହୁତ କରନ୍ତି ତାଡ଼ନ ଭये ହୃଦୟ କମ୍ପମାନ ସେ ରୂପ କେହି ନ ଦେଖନ୍ତି ଅନ୍ଧାର ପଥେ ଘେନି ଯାନ୍ତି ପଥରେ ଗମନ୍ତେ କୁକୁର ରୋଷେ କାଟନ୍ତି ତା ଶରୀର ତାହାଙ୍କ ରୂପ ଦେଖି ଡରି କାନ୍ଦଇ ଉଚ୍ଚନାଦ କରି ସେ ଅତି କଷ୍ଟେ ପୀଡ଼ା ପାଇ ନିଜ ପାତକ ସୁମରଇ କ୍ଷଣେ ବିଶ୍ରାମ ନ କରାନ୍ତି ଅନେକ ଘୋର ଶାସ୍ତି ଦିଅନ୍ତି ଯେ ମାର୍ଗେ ଜଳ ବୃକ୍ଷ ନାହିଁ ପ୍ରାଣ ସମ୍ଭାଳି ବସେ କାହିଁ ଆଶ୍ରୟ ଉଦକ ନ ମିଳେ ସମର୍ଥହୀନେ ଭये ଚଳେ ଏମନ୍ତ ପଥେ ନ୍ୟନ୍ତେ ଧରି ଏକାନ୍ତେ ନିଜ କର୍ମ ସ୍ମରି ଏମନ୍ତ ଦୁଃଖେ ପାପୀ ଜନ ପ୍ରବେଶ ଯମର ଭୁବନ 69 ଯୋଜନ ସଂଖ୍ୟା ଯେ ବାଟର ପ୍ରମାଣ ବେନିବା 3 ମୁହୂର୍ତ୍ତରେ ପ୍ରବେଶ କରନ୍ତି ସେଠାରେ ତହିଁ ଦଣ୍ଡନ୍ତି ଅନୁକ୍ଷଣେ ମସ୍ତକ ସର୍ବାଙ୍ଗ ଚରଣେ ତଦନ୍ତେ କହନ୍ତି ଅନଳେ
ରୋଦଇ ନିର୍ଘାତ ଚହଳେ ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ ক্ষুধারে হয়ে জ্ঞান ভোল আপনা হস্তে দেহ মাংস কাটিণ করুথাই গ্রাস অথবা কাটি দিয়ন্তি পর তাহা ভক্ষই পাপী নর বুদ্ধ কুকুর যমপুরে পাপিঙ্কি বেঢ়ିଣ ସତ୍ୱରେ ଓଟାରି ନିଅନ୍ତି ନାଡ଼ି ଗଣ ତଥାପି ନ ଛାଡ଼ଇ ପ୍ରାଣ ସର୍ପ ବୃଶ୍ଚିକ ଦଂଶ ଆଦି କୋପେ ଦଂଶନ୍ତି ନିରବଧି କର ଚରଣ ଖଣ୍ଡ ଖଣ୍ଡ କରି ପାପିଙ୍କି ଦିଅନ୍ତି ଦଣ୍ଡ ହସ୍ତିର ଆଗେ ଦିଅନ୍ତି ନେଇ ସେ ପାଦ ମାଡ଼ି ଓଟାରଇ ତା ମିଶ୍ର ଆଦି ଯେ ଯାତନା କେତେ ତା କରିବା ବର୍ଣ୍ଣନା ପାତକୀ ସକଳ ଭୁଞ୍ଜଇ সকর্ম পাশে বন্দী হই যেতে অছন্তি নর নারী যাতনা দুঃখে সর্বে সরি এ রূপে কুটুম্ব যে পোষে নিজ উদর পরিতোষে এবে নিসঙ্গতে ন যাই ছাড়িণ এহা সে চলই ভুঞ্জই আপে কর্ম ফল যাঠারু নাহি বলিয়ার তেজিণ নিজ কলেবর একাশে গমে যমপুর একাশে নরক ভুঞ্জই দ্বিতীয় সঙ্গতে ন যাই কুটুম্ব পোষণর ফল তাহার যেতেক সমଳ সে ফল ঈশ্বর দিয়ନ୍ତି পাপিতা একাকী ভুঞ্জନ୍ତି ধন হরাই যেনে নর মনরে হুই আতুর সে দুঃখ ন ভুঞ্জই পর তেসনে নরক আহার কেবল অধর্ম আচরি কুটুম্ব পোষণ যে করি গমই অন্ধতা মিশ্রকু উদ্ধার নাহি কাহি তাকু নরক ভুঞ্জই একান্তে যেতেক যাতনা অছই ক্রমেণ সকল ভুঞ্জই সে পাপ পুণ্য অবশেষ কর্মে সে উদরে প্রবেশ শ্বান কুকুর আদি জনি পাপিলা ভই কর্ম ঘেনি এ পাপ যাতনা ভোগন্তে পবিত্র হয়ে বাহ্য অন্তে এমন্তে মাতার সমীপে গোবিন্দ কপিল স্বরূপে যেতে কহিলে জ্ঞানবাণী সুজন জনে হাসুনি তরিব ভব বন্ধ পাশ হই